ଜଣେ ଅନାଥ ଝିଅ, ଜଣେ ରହସ୍ୟମୟ ଭିକାରୀ ଏବଂ ଏକ ସତ୍ୟ ଯାହା ପୁରା ଦୁନିଆର ଦୃଷ୍ଟିକୋଣକୁ ବଦଳାଇ ଦେବ। ରାଜସ୍ଥାନର ଝୁନଝୁନ ଜିଲ୍ଲାର ଏକ ଛୋଟ ଗାଁରେ ଘଟିଥିବା ଏହି ଘଟଣା ଏବେ ବି ଲୋକଙ୍କୁ ବିସ୍ମିତ କରିଦିଏ। ଜଣେ କୋଟିପତି କାହିଁକି ନିଜକୁ ଭିକାରୀର ରୂପରେ ବଦଳାଇ ଜଣେ ଅସହାୟ ଝିଅକୁ ବିବାହ କରିଥିଲେ? ଏହି କାହାଣୀର ପ୍ରତ୍ୟେକ ମୋଡ଼ ଆପଣମାନଙ୍କ ମନକୁ ଧରାଇ ଦେବ। ତେଣୁ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଶୁଣନ୍ତୁ, କାରଣ ଯେଉଁ ସତ୍ୟ ବାହାରକୁ ଆସିବାକୁ ଯାଉଛି ତାହା ପ୍ରତ୍ୟେକ ହୃଦୟକୁ ଛୁଇଁଯିବ। ରାଜସ୍ଥାନର ଗରମବାଲି ଏବଂ ପୁରୁଣା ରାଜପ୍ରସାଦ ମଧ୍ୟରେ ଅବସ୍ଥିତ ଏହି ଗାଁରେ ଜାହ୍ନବୀ ନାମକ ଏକ ଝିଅ ଥିଲା। ବୟସ ମାତ୍ର 20 ବର୍ଷ, କିନ୍ତୁ ସେ ଜଣେ ଅନାଥ ଥିଲା। 10 ବର୍ଷ ବୟସରେ ଏକ ବସ୍ ଦୁର୍ଘଟଣାରେ ତା ମା ବାପାଙ୍କୁ ହରାଇବା ପରେ ଏବେ ସେ ତା ମାମୁଁ ମାଇଁଙ୍କ ପାଖରେ ରହୁଥିଲା। ତା ମାଇଁ ତାକୁ ସବୁବେଳେ କହୁଥିଲେ, ତୋ ମା ବାପା ତ ଚାଲିଗଲେ, ଏବେ ଆମକୁ ହିଁ ସାରା ଜୀବନ ତୋ ବୋଝ ଉଠେଇବାକୁ ପଡ଼ିବ। ଦେଖେ, ଆମ ଝିଅ ପୂଜା କେତେ ଭାଗ୍ୟବତୀ, ତୋତେ ମଧ୍ୟ ଏମିତି ହେବାକୁ ପଡ଼ିବ। ଜାହ୍ନବୀର ମାଇଁ ତାକୁ ପ୍ରତ୍ୟେକ କଥାରେ ତାତ୍ସଲ୍ୟ କରୁଥିଲେ। ଲୋକଙ୍କୁ ଦେଖେଇ ସ୍କୁଲ ପଠେଇବା କେବଳ ଏକ ବାହାନା ଥିଲା। ଏହା ଥିଲା ଜାହ୍ନବୀର ଲାଳନ ପାଳନ। ପୂଜା ଥିଲା ତା ମାମୁଙ୍କ ଝିଅ ଓ ସମସ୍ତଙ୍କର ପ୍ରିୟ ମଧ୍ୟ ଥିଲା। ତାକୁ ଜୟପୁରରୁ ଟ୍ୟୁସନ ଟିଚର ପାଠ ପଢ଼ାଇବାକୁ ଆସୁଥିଲେ। ନୂଆ ଡ୍ରେସ୍, ମୋବାଇଲ ସବୁ କିଛି ତା ମା ବାପା ତା ପାଇଁ କରୁଥିଲେ। ପୂଜାର ବିବାହ ଜଣେ ସରକାରୀ ଅଧିକାରୀ ବିକାଶଙ୍କ ସହିତ ସ୍ଥିର ହୋଇଥିଲା। ଗାଁ ଲୋକେ କହୁଥିଲେ ପୂଜାର ଭାଗ୍ୟ ପୁରା ରାଣୀଙ୍କ ଭଳି, କିନ୍ତୁ ଜାହ୍ନବୀ କେବଳ ଏକ କୋଣରେ ବସି ନିଜ ଦୁଃଖକୁ ଲୁଚାଇ ରଖୁଥିଲା। ଗତ କିଛି ସପ୍ତାହ ଧରି ସେଇ ଗାଁର ପୁରୁଣା ହନୁମାନ ମନ୍ଦିର ନିକଟରେ ଏକ ଅଜବ ପ୍ରକାର ଭିକାରୀକୁ ଦେଖିବାକୁ ମିଳିଥିଲା। ପୁରୁଣା ଚିରା ଡ୍ରେସ୍, ଚୁଟି ଅଡ଼ୁଆ ଏବଂ ମୁହଁରେ ଧୂଳିର ପରସ୍ତ ଲାଗିଛି, ହେଲେ ଆଖିରେ ତାର ଏକ ଅଜବ ପ୍ରକାର ଗଭୀରତା ଥିଲା। କେହି ଜାଣିନଥିଲେ ଯେ ସେ କେଉଁଠାରୁ ଆସିଛି। ସେ ମନ୍ଦିର ପାଖରେ ବସି ପିଲାମାନଙ୍କୁ ସ୍ନେହର ସହିତ ଦେଖୁଥିଲା। ବେଳେବେଳେ ଦୂରରୁ ଥାଇ ସେ ଜାହ୍ନବୀର ମାମୁଙ୍କ ଘର ଆଡ଼କୁ ଚାହୁଁଥିଲା। ଜାହ୍ନବୀ ସେ ଭିକାରୀକୁ ଜାଣିନଥିଲା, କିନ୍ତୁ ସେ ଭିକାରୀର ନଜର ଅନେକ ଥର ତା ଉପରେ ପଡ଼ିଥିଲା। ସେ ଦେଖୁଥିଲା ଯେ କେମିତି ତା ମାମୁଁ ମାଇଁ ତାକୁ ଗାଳି କରୁଥିଲେ ଓ ଝିଅଟି ନୀରବରେ ସେସବୁ ସହିଯାଉଥିଲା। ଜାହ୍ନବୀକୁ ଜଣା ନଥିଲା ଯେ କେହି ତ ତାର ଦୁଃଖ ଦେଖୁଛି ଓ ତା କଷ୍ଟକୁ ବୁଝିପାରୁଛି। ତାପରେ ସେ ଦିନ ଆସିଲା ଯାହା ତାର ଜୀବନକୁ ସମ୍ପୂର୍ଣ୍ଣ ରୂପେ ବଦଳାଇ ଦେଲା। ଦିନେ ଜାହ୍ନବୀ କୌଣସି କାମରେ ଗାଁରେ ଥିବା କୂଅ ପାଖକୁ ଯାଇଥିଲା। ସେଠାରେ ତାର ସୋନୁ ନାମକ ଏକ ପୁଅ ସହିତ ଭେଟ ହୋଇଥିଲା, ଯିଏ କୌଣସି କାମରେ ପାଖ ଗାଁରୁ ଆସିଥିଲା। ସେମାନେ କେବଳ କିଛି କଥା ହେଉଥିଲେ। ସେ ପଚାରୁଥିଲା ଯେ ତା ସାଇକେଲଟା ଖରାପ ହୋଇଯାଇଛି, ଗାଁରେ କୌଣସି ମେକାନିକ ମିଳିବେ କି? ଜାହ୍ନବୀ କେବଳ ତାକୁ ରାସ୍ତା ବତେଇ ଦେଇଥିଲା, କିନ୍ତୁ ଗାଁର କିଛି ସ୍ତ୍ରୀ ଲୋକ ଏହାକୁ ଦେଖିଦେଇଥିଲେ। ଆଉ ଆପଣମାନେ ତ ଜାଣିଥିବେ, ଗାଁରେ ଯାହା ଘଟେ ଛୋଟିଆ କଥାକୁ କେତେ ବଡ଼ କରିଦେଇଥାନ୍ତି। ଆଉ ତା ମାଇଁ ପାଖରେ ମଧ୍ୟ କଥାଟା ପହଞ୍ଚିଗଲା। ଜାହ୍ନବୀ କେମିତି ଟୋକାଙ୍କ ସହିତ ହସି ହସି କଥା ହେଉଛି। ତା ମାଇଁର ରାଗ ମୁଣ୍ଡ ଉପରକୁ ଚଢ଼ିଗଲା। ସେ ଜାହ୍ନବୀକୁ ବହୁତ ଜୋର ଏକ ଚାପୁଡ଼ା ମାରି ରାଗିକି କହିଲେ, ତୁ ଆମ ପରିବାରର ଇଜ୍ଜତ ନେବାକୁ ଚାହୁଁଛୁ? ତୋର ସାହସ କେମିତି ହେଲା ଯେ କୋଉ ଟୋକାଙ୍କ ସହିତ କଥା ହେବାକୁ? ଜାହ୍ନବୀର ମାଇଁ ରାଗିକି କହିଲେ, ଏବେ ଆମକୁ ତୋ ବାହାଘର କରାଇବାକୁ ପଡ଼ିବ, ନଚେତ୍ ତୋ ପାଇଁ ଆମେ ସାରା ଗାଁରେ ଲଜ୍ଜିତ ହେବୁ। ଜାହ୍ନବୀ କାନ୍ଦିକି କହିବାକୁ କହିଲା, ମାମୁଁ, ମୁଁ କିଛି ଖରାପ କାମ କରିନାହିଁ। ମୁଁ କେବଳ ସେ ପିଲାଟିକୁ ରାସ୍ତା ବତାଇ ଦେଉଥିଲି। କିନ୍ତୁ ମାମୁଁ ତା ନିଷ୍ପତ୍ତିରେ ଅଟଳ ଥିଲେ। କ୍ରୋଧିତ ହୋଇ ସେ ଗାଁଟା ସାରା କହି ବୁଲିଲେ, ଏ ଝିଅ ଆମ ପରିବାରକୁ ବଦନାମ କରିସାରିଛି। ଏବେ ସେ ମନ୍ଦିର ସାମ୍ନାରେ ବସିଥିବା ଭିକାରୀ ସହିତ ତା ବାହାଘର କରିଦେବି, ତେବେ ଯାଇ ସେ ଏକ ଶିକ୍ଷା ପାଇବ। ଗାଁ ଲୋକ ତ ଏସବୁ ଦୃଶ୍ୟ ଦେଖି ଖୁସି ହେଉଥିଲେ। ତାଙ୍କ ଭିତରୁ ଜଣେ କହିଲା, ଆରେ ଭାଇ, ଏ ଝିଅଟି କରିଛି କ'ଣ? ଉତ୍ତର ଆସିଲା, ଅତି ଚାଲାଖି ଦେଖେଇ ହେଉଥିଲା, ରାସ୍ତା ମଝିରେ ଛିଡ଼ା ହୋଇ ଟୋକାଙ୍କ ସହିତ ଗପୁଥିଲା। ଜଣେ ବୟସ୍କ ମହିଳା କହିଲେ, ଆଜିକାଲି ଝିଅମାନଙ୍କର ଆଉ କୌଣସି ଲଜ୍ଜା ନାହିଁ। ଆଉ ଜଣେ କହିଲେ, ଭଲ ହୋଇଛି, ଏବେ ଠିକ୍ ଶିକ୍ଷା ପାଇବ। ସେଇ ଭିକାରୀ ମନ୍ଦିର ବାହାରେ ଚୁପଚାପ ବସିଥିଲା, ଯେମିତି ସେ ଜାଣିଥିଲା ଯେ ଏହା ଘଟିବାକୁ ଯାଉଛି। ଏବଂ ଜାହ୍ନବୀ କେବଳ ଦେଖୁଥିଲା ଯେ ଏହି ସମାଜ କିପରି ତାର ଅସହାୟତାକୁ ଅପରାଧରେ ପରିଣତ କରୁଛି। ସେଦିନ ଆସିଲା, ସକାଳ ସମୟ ଥିଲା। ସେଇ ଭିକାରୀ ମନ୍ଦିର ବାହାରେ ବସିଥିଲା। ମାମୁଁ ଯାଇ କହିଲେ, ଆଜିଠାରୁ ଏଇ ଭିକାରୀ ତୋ ସ୍ୱାମୀ।
ଜାହ୍ନବୀ ପ୍ରଥମ ଥର ପାଇଁ ସେଇ ଲୋକଟିର ଆଖିକୁ ଚାହିଁଲା। ଚିରା ପୋଷାକ, ଅପରିଷ୍କାର କେଶ, କିନ୍ତୁ ଆଖିରେ ସେଇ ସମାନ ଗଭୀରତା, ଯେପରି ସେଇ ଆଖି କିଛି କହିବାକୁ ଚାହୁଁଥିଲା। ଜାହ୍ନବୀ ଅସହାୟତାରେ ମୁଣ୍ଡ ନୁଆଇ ବିବାହ କଲା, କିନ୍ତୁ ସେ ଜାଣିନଥିଲା ଯେ ଏଇ ବିବାହ ଯାହାକୁ ସମସ୍ତେ ଦଣ୍ଡ ବୋଲି ଭାବୁଛନ୍ତି, ପ୍ରକୃତରେ ସେଇଟା ତା ଜୀବନକୁ ବଦଳାଇବାକୁ ଯାଉଛି। ବିବାହ ପରେ ଜାହ୍ନବୀର ଜୀବନ ଏକ ଅନ୍ଧାର ସୁଡ଼ଙ୍ଗରେ ପ୍ରବେଶ କରିଥିଲା। ମନ୍ଦିର ପଛରେ ଏକ ଛୋଟ କୁଡ଼ିଆ, ଯେଉଁଠାରେ ସେ ଏବେ ତା ସ୍ୱାମୀ ସହିତ ନୂଆ ଜୀବନ ଆରମ୍ଭ କରିବାକୁ ଯାଉଥିଲା। ଗାଁ ଲୋକଙ୍କ ଦୃଷ୍ଟିରେ ତାର ମୂଲ୍ୟ ଅଳିଆଗଦାଠାରୁ ମଧ୍ୟ କମ୍ ନଥିଲା। ଯେତେବେଳେ ସେ ପାଣି ଆଣିବାକୁ ବାହାରକୁ ଯାଉଥିଲା, ଗାଁର ସ୍ତ୍ରୀ ଲୋକମାନେ ହସିକି କହୁଥିଲେ, ଦେଖରେ, ଭିକାରୀର ମହାରାଣୀ ଆସିଗଲା। ଏମିତିକି ସେ ସ୍ତ୍ରୀ ଲୋକମାନେ ତାଙ୍କ ଛୁଆମାନଙ୍କୁ କହୁଥିଲେ, ଆରେ ଏମିତି କେହି ହବନି, ନହେଲେ ୟାରି ପରି ଅବସ୍ଥା ହେବ। ଜାହ୍ନବୀର ମାମୁମାଇଁ ସବୁ ସମ୍ପର୍କ ତାଠାରୁ କାଟିଦେଲେ। ତା ମାମୁମାଇଁ ଗାଁ ଲୋକକୁ କହିଦେଲେ, ଆମର ଆ ସହିତ ଆଉ କୌଣସି ସମ୍ପର୍କ ନାହିଁ। ପୂଜା, ଯିଏ ଦିନେ ତା ଭଉଣୀ ଥିଲା, ଆଜି ସେ ତା ଧନୀ ଜୀବନରେ ଏତେ ବ୍ୟସ୍ତ ଥିଲା। ସହରରେ ସରକାରୀ ଚାକିରି କରିଥିବା ବିକାଶକୁ ବିବାହ କରିବା ପରେ ସେ କେବଳ ଦେଖେଇ ହେବା ପାଇଁ ଗାଁକୁ ଆସୁଥିଲା। ଆଉ ଯେତେବେଳେ ଜାହ୍ନବୀ ଟିକେ ଖୁସିରେ ଯଦି ତା ପାଖକୁ ଆସୁଥିଲା, ପୂଜାର ହାବଭାବ ପୁରା ବଦଳି ଯାଉଥିଲା। ତୁ ତ ଜଣେ ଭିକାରୀର ସ୍ତ୍ରୀ। ଏହି ଉପହାସ ଜାହ୍ନବୀର କାନରେ ସବୁବେଳେ ପ୍ରତିଧ୍ୱନିତ ହେଉଥିଲା। କିନ୍ତୁ ଏବେ ଏକ ଅଜବ ଘଟଣା ଦେଖିବାକୁ ମିଳୁଥିଲା। ସେହି ଲୋକ ଯାହାକୁ ସମସ୍ତେ ଭିକାରୀ ବୋଲି କହୁଥିଲେ, ସେ ସାରା ଦିନ ଚୁପଚାପ ବସି ରହୁଥିଲା। କାହାକୁ କିଛି କହୁନଥିଲା କି କୌଣସି ଅଭିଯୋଗ ବି ନଥିଲା। ସେ ପ୍ରତିଦିନ ସକାଳେ ଶୀଘ୍ର ଉଠି କୁଡ଼ିଆ ସଫା କରୁଥିଲା ଓ କୋଉଠୁ ଯାଇ ଦୁଇ ଜଣଙ୍କ ପାଇଁ ଖାଇବା ମଧ୍ୟ ଆଣି ଆସୁଥିଲା। ବେଳେବେଳେ ଜାହ୍ନବୀ ତାକୁ ଯଦି ରାଗିକି ଅନାଉଥିଲା, ସେ ଖାଲି ହସି ଦେଉଥିଲା। ସେଇ ହସରେ କୌଣସି ତିରସ୍କାର ନଥିଲା, ବରଂ ଏକ ଅଦ୍ଭୁତ ପ୍ରେମ ପ୍ରତିଫଳିତ ହେଉଥିଲା। ଜାହ୍ନବୀର ମନ ସବୁବେଳେ ଦ୍ୱନ୍ଦ୍ୱରେ ରହୁଥିଲା, କାରଣ ଗୋଟିଏ ପଟେ ଲୋକଙ୍କର ଅପମାନ ଓ ଅନ୍ୟପଟେ ସେଇ ବ୍ୟକ୍ତି ତା ସହିତ ସମ୍ମାନର ସହିତ ବ୍ୟବହାର କରୁଥିଲା। ସେ କେବେ ଜାହ୍ନବୀ ଉପରେ ହାତ ଉଠାଇ ନଥିଲା, କେବେ କୌଣସି ବଳ ପ୍ରୟୋଗ ମଧ୍ୟ କରିନଥିଲା, କି କେବେ ଖରାପ ଶବ୍ଦ ମଧ୍ୟ କହିନଥିଲା। ଗୋଟେ ଦିନ ଜାହ୍ନବୀ ଦେଖିଲା ଯେ ଲୋକଟି ତା ନୋଟବୁକ୍ରେ କିଛି ଲେଖୁଥିଲା। ଏପରି କିଛି ଯାହା ସାଧାରଣ ହିନ୍ଦୀ ପରି ମନେ ହେଉନଥିଲା, ଯେପରି ଇଂରାଜୀ ଭାଷା କିମ୍ବା କିଛି କୋଡ୍ରେ। ଯେତେବେଳେ ବି ଜାହ୍ନବୀ ଲୁଚିକି କିଛି ଦେଖିବାକୁ ଚେଷ୍ଟା କରୁଥିଲା, ନୋଟବୁକ୍ ଅଦୃଶ୍ୟ ହେଇଯାଉଥିଲା। ତାପରେ ଗୋଟିଏ ରାତିରେ ଜାହ୍ନବୀର ସ୍ୱାମୀ କୌଣସି କାମ ପାଇଁ ବାହାରକୁ ଯାଇଥିଲେ। ଜାହ୍ନବୀ ସେଦିନ ତା ଘର ଭିତରେ ସେ ନୋଟବୁକ୍ ଖୋଜିଲା। ସେ ଟିଣ ଛାତ ତଳେ ଏକ ପୁରୁଣା ବ୍ୟାଗ୍ ପାଇଲା। ଭିତରେ ଧଳା କପଡ଼ାରେ ଗୁଡ଼ା ହୋଇଥିବା ଏକ ଦାମିକା କଲମ ଥିଲା। ସେଥିରେ ଲେଖା ହୋଇଥିଲା, ମାଲହୋତ୍ରା ଡିଜିଟାଲ ସଲ୍ୟୁସନ୍ସ, ଓ ସେଠି ଏକ ମୋଡ଼ା ହୋଇଥିବା କାର୍ଡ଼ ମଧ୍ୟ ଥିଲା। ଏସବୁ ଦେଖି ଜାହ୍ନବୀର ନିଶ୍ୱାସ ବନ୍ଦ ହୋଇଗଲା। କ'ଣ ଏହା କୌଣସି ମିଛ ଥିଲା ଯୋଉଟା ତାକୁ କୁହାଯାଇଥିଲା? ଏହି ବ୍ୟକ୍ତି ଜଣକ ଭିକାରୀ ନଥିଲା, ବରଂ ଆଉ କିଏ ଥିଲା। ପରଦିନ ଯେତେବେଳେ ସେ ତାଙ୍କ ସ୍ୱାମୀକୁ ଏ ବିଷୟରେ ପଚାରିବାକୁ ଯାଇଥିଲା, ସେଇ ସମୟରେ ଏକ ନୀଳ ଗାଡ଼ି ତା କୁଡ଼ିଆ ସାମ୍ନାରେ ଆସି ଅଟକିଲା। ସୁଟ୍ ପିନ୍ଧିଥିବା ଦୁଇ ଜଣ ଲୋକ ସେଥିରୁ ବାହାରି ଆସିଲେ। ଜଣକ ହାତରେ ଲ୍ୟାପଟପ୍ ଥିଲା ଏବଂ ଅନ୍ୟ ଜଣକ କାନରେ ବ୍ଲୁଟୁଥ୍ ଥିଲା। ଦୁହେଁ ସିଧା ତା ସ୍ୱାମୀଙ୍କ ପାଖକୁ ଗଲେ। ଜାହ୍ନବୀ ଲୁଚିକି ସବୁ ଶୁଣିବାକୁ ଲାଗିଲା। ତା ସ୍ୱାମୀକୁ ସେ ଦୁଇ ଜଣ ଲୋକ ସାର୍ କହିକି କିଛି ଇଂଲିଶରେ କଥା ହେଲେ। କଥା ହୋଇସାରି ତାପରେ ସେ ଦୁହେଁ ଗାଡ଼ିରେ ବସି ଚାଲିଗଲେ। ଜାହ୍ନବୀ ସେଇଠି ଠିଆ ହୋଇଥିଲା। ତା ପାଦ ତଳୁ ଯେମିତି ମାଟି ଖସିଗଲା ପରି ଲାଗିଲା। ସେ ତା ସ୍ୱାମୀକୁ ପଚାରିଲା, ଚିରାଗ, ଏମାନେ କିଏ? ତା ମନରେ ଆଉ ପ୍ରଶ୍ନ ନୁହେଁ, ଝଡ଼ ସୃଷ୍ଟି ହେଉଥିଲା। ସେଇଦିନ ରାତିରେ ସେ ସାହସ କରି ପଚାରିଲା, ତୁମେ କିଏ? ସତ କୁହ, ତୁମେ କୌଣସି ଭିକାରୀ ନୁହଁ। ତୁମ ଆଖିରେ ସେଇ ଭୋକ ନାହିଁ ଯୋଉଟା ଗରିବଙ୍କ ଆଖିରେ ଦେଖାଯାଏ। ଚିରାଗ ତାକୁ ଅନାଇଲା ଓ କହିଲା, ସମୟ ଆସୁ ତମକୁ ତମର ସବୁ ପ୍ରଶ୍ନର ଉତ୍ତର ମିଳିଯିବ। ଏହି ଉତ୍ତରଟା ଜାହ୍ନବୀକୁ ବହୁତ କଷ୍ଟ ଦେଇଥିଲା। ପରଦିନ ଜାହ୍ନବୀ ବାହାନା କରି ଘରଠାରୁ 15 କିଲୋମିଟର ଦୂରରେ ଥିବା ଏକ କମ୍ପ୍ୟୁଟର ଇନଷ୍ଟିଚ୍ୟୁଟକୁ ଗଲା। ସେଠି କମ୍ପ୍ୟୁଟରରେ ମାଲହୋତ୍ରା ଡିଜିଟାଲ ସଲ୍ୟୁସନ୍ସ ସିଇଓ ଚିରାଗକୁ ଟାଇପ୍ କଲା। ସେ ପେଜ୍ଟି ଖୋଲିବା ମାତ୍ରେ ସେଥିରେ ଏକ ନ୍ୟୁଜ୍ ଆର୍ଟିକଲ ଲେଖାଥିଲା।
ଯୁବ ଭାରତୀୟ କୋଟିପତି ଚିରାଗ ମାଲହୋତ୍ରା 2 ବର୍ଷ ପୂର୍ବେ ରହସ୍ୟମୟ ଭାବରେ ନିଖୋଜ ଅଛନ୍ତି। ତାଙ୍କ କମ୍ପାନୀ ମାଲହୋତ୍ରା ଡିଜିଟାଲ ସଲ୍ୟୁସନ୍ସ କାର୍ଯ୍ୟ ଜାରି ରଖିଛି। ଦିଲ୍ଲୀ ପୋଲିସ ମଧ୍ୟ ତାଙ୍କ ତଦନ୍ତ ଜାରି ରଖିଛନ୍ତି। ତଳେ ଏକ ଫଟୋ ମଧ୍ୟ ଥିଲା। ସେଇ ସମାନ ମୁହଁ, ସେଇ ହସ, ସେଇ ଆଖି ଥିଲା, ଯିଏ ଏବେ ସେଇ ଭଙ୍ଗା କୁଡ଼ିଆରେ ତା ସ୍ୱାମୀ ହୋଇ ରହୁଥିଲା। ଜାହ୍ନବୀର ହାତ ଧରିବାକୁ ଲାଗିଲା। ସେ ଆହୁରି କିଛି ଖୋଜାଖୋଜି କଲା। ଚିରାଗ ମାଲହୋତ୍ରା 500 କୋଟି ଟଙ୍କାର ସମ୍ପତ୍ତିର ମାଲିକ। ଦିଲ୍ଲୀ, ମୁମ୍ବାଇ ଏବଂ ସିଙ୍ଗାପୁରରେ ମଧ୍ୟ ବହୁତ ସାରା କମ୍ପାନୀ ଅଛି। ଭାରତର ସବୁଠାରୁ କମ୍ ବୟସର କୋଟିପତି ମଧ୍ୟରୁ ଜଣେ। ଜାହ୍ନବୀର ଛାତି ଧରିବାକୁ ଲାଗିଲା। ସେ ତା ଘରକୁ ଦୌଡ଼ିଲା। ଘରେ ଯାଇ ଦେଖିଲା ତା ସ୍ୱାମୀ ସେଠାରେ ଚୁପଚାପ ବସିଥିଲା। ଜାହ୍ନବୀ ସ୍ପଷ୍ଟ ଭାବରେ କହିଲା, ତୁମେ ମୋତେ ମିଛ କହିଛ। ତୁମେ ଭିକାରୀ ନୁହଁ, ତୁମେ ଜଣେ କୋଟିପତି। ଏବଂ ତୁମେ ମୋତେ କାହିଁକି ବିବାହ କଲ? ଏକ ଅସହାୟ ଅଜଣା ଝିଅ ସହିତ ଏତେ ନାଟକ କାହିଁକି? ଲୋକଟି ଧୀରେ ହସିଲା। ତାପରେ ସେ କହିଲା, କାରଣ ମୁଁ ଏପରି ଏକ ଝିଅ ଚାହୁଁଥିଲି ଯିଏ ମୋ ଧନ ସମ୍ପତ୍ତିକୁ ନୁହେଁ, ମୋ ଆତ୍ମାକୁ ଭଲ ପାଇବ। ମୋର ପ୍ରକୃତ ପରିଚୟ ନ ଜାଣି କିଏ ମୋତେ ଗ୍ରହଣ କରିବ? ତା ସ୍ୱାମୀ ମୁହଁରୁ ଜାହ୍ନବୀ ଏକଥା ଶୁଣି ତା ଆଖିରେ ଲୁହ ଝରି ଆସିଲା। ସେ କହିଲା, ତାହେଲେ ଏ ବିବାହ କ'ଣ ଏକ ପରୀକ୍ଷା ଥିଲା? ଚିରାଗ ନୀରବ ରହିଲା। ତାପରେ ସେ ଧୀରେ କହିଲେ, ହଁ, ଏହି ବିବାହ ମୋ ପାଇଁ ଏକ ପରୀକ୍ଷା ଥିଲା, କିନ୍ତୁ ଯଦି ତୁମେ ଚାହିଁବ, ଏହା ତୁମ ପାଇଁ ଏକ ସ୍ୱାଧୀନତାର ରାସ୍ତା ହୋଇପାରିବ। ସେ ଜାହ୍ନବୀ ଆଡ଼କୁ ହାତ ବଢ଼ାଇଲା। ଏବେ ତୁମେ ସବୁ ସତ କଥା ଜାଣିଯାଇଛ। ଏବେ ନିଷ୍ପତ୍ତି ତୁମ ହାତରେ। ସେଇ ହାତକୁ ଦେଖି ଜାହ୍ନବୀ ଆଶ୍ଚର୍ଯ୍ୟ ହୋଇଗଲା। ସେ ଜାଣିଥିଲା ଯେ ସେଇ ହାତ ସାହାଯ୍ୟରେ ସେ ସାରା ବିଶ୍ୱକୁ ନିଜ ମୁଠାରେ ଧରିପାରିବ। କିନ୍ତୁ ସେ କ'ଣ ସେହି ଭିକାରୀର ପ୍ରେମରେ ପଡ଼ିଥିଲା, କି ଏହି କୋଟିପତିଙ୍କ ପ୍ରେମରେ ପଡ଼ିଥିଲା? ତାକୁ ଏ ପ୍ରଶ୍ନର ଉତ୍ତର ମିଳିବା ପୂର୍ବରୁ ଗାଁରେ ଆଉ ଏକ ଝଡ଼ ସୃଷ୍ଟି ହୋଇଯାଇଥିଲା। ପୂଜାର ବିବାହ ଭାଙ୍ଗି ଯାଇଥିଲା। ସେଇ ପୂଜା ଯାହା ପାଇଁ ଜାହ୍ନବୀର ମାମୁମାଇଁ ସବୁକିଛି ତ୍ୟାଗ କରିଦେଇଛନ୍ତି। ଏବେ ସେ ତା ନିଜ ନିଷ୍ପତ୍ତି ପାଇଁ ଅନୁତାପ କରୁଥିଲା। ସରକାରୀ ଚାକିରି କରିଥିବା ତା ସ୍ୱାମୀ ବିକାଶ ତାକୁ ଏତେ ମାଡ଼ ମାରିଥିଲା ଯେ ଦିନେ ସେ ଅଧା ମରା ଅବସ୍ଥାରେ ତା ବାପା ମାଙ୍କ ଘରକୁ ପଳାଇ ଆସିଥିଲା। ପୂଜାର ଆଖି ଫୁଲି ଯାଇଥିଲା, ତା ଓଠ ଫାଟି ଯାଇଥିଲା ଏବଂ ତା ମୁହଁରେ ଏପରି ଦେଖାଯାଉଥିଲା ଯେପରି କେହି ତା ମଣିଷପଣିଆକୁ ଛଡ଼ାଇ ନେଇଛି। ଜାହ୍ନବୀର ମାମୁଁ ଚୁପଚାପ ଥିଲେ। ତା ମାଇଁ କାନ୍ଦୁଥିଲେ ଏବଂ ଜାହ୍ନବୀ, ଯିଏ ସେହି ପରିବାରଠାରୁ କେବଳ ଅପମାନ ପାଇଥିଲା, ସେ ନୀରବରେ ସେମାନଙ୍କ ଦୁଃଖ ଯନ୍ତ୍ରଣା ସବୁ ଦେଖୁଥିଲା। ସେଇ ମୁହୂର୍ତ୍ତରେ ତା ମାମୁଙ୍କ ଦୋକାନ ଚୋରି ହୋଇଗଲା। ଜମିରେ ଫସଲ ସବୁ ନଷ୍ଟ ହୋଇଗଲା। ଏବେ ତା ମାମୁଁ ମାଇଁଙ୍କ ଅବସ୍ଥା ସେମିତି ହୋଇଯାଇଥିଲା ଯେମିତି ସେ ପୂର୍ବରୁ ଜାହ୍ନବୀର ଅବସ୍ଥା କରିଥିଲେ। ଅନ୍ୟ ପକ୍ଷରେ ଚିରାଗ କେବେ ବି ଜାହ୍ନବୀ ସହିତ ଉଚ୍ଚ ସ୍ୱରରେ କଥା ହୋଇନଥିଲା। ସେ ସବୁବେଳେ ତାର ପ୍ରତ୍ୟେକ କାମରେ ତାକୁ ସାହାଯ୍ୟ କରୁଥିଲା। ରୋଷେଇ କରିବା, ପାଣି ଆଣିବା ଏବଂ ବେଳେବେଳେ ତା ସହିତ ନୀରବରେ ବସି ଚା ପିଉଥିଲା। ଜାହ୍ନବୀ ବୁଝିପାରୁନଥିଲା ପ୍ରକୃତରେ ଏ ମଣିଷଟା କିଏ। ଯଦି ଏତେ ସମ୍ମାନ ଦେଉଥିବା ମଣିଷ ଦୁନିଆ ସାମ୍ନାରେ ଭିକାରୀଙ୍କ ପରି ଜୀବନ ବିତାଉଛି, ତାହେଲେ ତାଙ୍କ ଚିନ୍ତାଧାରା କେତେ ବଡ଼ ହୋଇଥିବ। ଗୋଟିଏ ଦିନ ଯେତେବେଳେ ଚିରାଗ ଜମି ପାଖରେ ବସିଥିଲା, ଜାହ୍ନବୀ ତା ପାଖକୁ ଗଲା ଓ କହିଲା, ତୁମେ ମୋତେ କାହିଁକି ବିବାହ କଲ? ମୋତେ ସତ କୁହ। ଚିରାଗ ତାକୁ ଚାହିଁ ହସିଲା ଏବଂ କହିଲା, କାରଣ ଯେତେବେଳେ ମୁଁ ତୁମକୁ ପ୍ରଥମ ଥର ଦେଖିଥିଲି, ତୁମ ଆଖିରେ କେବଳ ଯନ୍ତ୍ରଣା ନଥିଲା, ଏକ ଅପମାନ ମଧ୍ୟ ଥିଲା। ମୁଁ ମଧ୍ୟ ଏମିତି ଏକ ଝିଅକୁ ଚାହୁଁଥିଲି ଯିଏ ମୋ ଧନ ସମ୍ପତ୍ତି ନୁହଁ, ମୋ ହୃଦୟକୁ ଭଲ ପାଉ। ଚିରାଗ ଆଗକୁ ମଧ୍ୟ କହିଲା, ଜାହ୍ନବୀ, ମୁଁ 2 ବର୍ଷ ଧରି ମୋର ପରିଚୟ ଲୁଚାଇ ଜୀବନ ବିତାଇ ଆସୁଛି। ମୁଁ ଜାଣିବାକୁ ଚାହୁଁଥିଲି ଯେ କିଏ ମୋତେ ବିନା ଟଙ୍କା ପଇସାରେ, ମୋ ବିନା ପରିଚୟରେ ମୋତେ ନିଜର କରିପାରିବ। ଏବଂ ତୁମେ ତାହା କରିଛ ଜାହ୍ନବୀ। ତୁମେ ମୋତେ କେବେ ବି ଛୋଟ ମନେ କରିନା, ମୋତେ କେବେ ତାଚ୍ଛଲ୍ୟ ମଧ୍ୟ କରିନାହଁ। ମୁଁ ତୁମକୁ କେବେ କୌଣସି କଷ୍ଟ ମଧ୍ୟ ଦେଇନାହିଁ ଓ ତୁମେ ମୋ ପରିସ୍ଥିତିରେ ମୋ ସାଙ୍ଗ ଦେଇଛ। ଜାହ୍ନବୀ କହିଲା, ତାହେଲେ ଏବେ କ'ଣ ହେବ? ଚିରାଗ କହିଲା, ଏବେଠାରୁ ତୁମେ ମୋ ସ୍ତ୍ରୀ ଭାବେ ରହିବ, କୌଣସି ଭିକାରୀର ସ୍ତ୍ରୀ ଭାବେ ନୁହେଁ। ଗୋଟିଏ ମାସ ବିତିଗଲା। ଯେତେବେଳେ ଗାଁ ସାରା ଚହଳ ପଡ଼ିଗଲା, କିଏ ଦେଖୁଥିଲା ତ କିଏ ଶୁଣୁଥିଲା, କିନ୍ତୁ କେହି ବିଶ୍ୱାସ କରିପାରୁନଥିଲେ। ସେହି ଭିକାରୀ ଯାହାକୁ ଲୋକମାନେ ଜାହ୍ନବୀର ଜୀବନର ସବୁଠାରୁ ବଡ଼ ଅଭିଶାପ ବୋଲି କହୁଥିଲେ, ଏବେ ଧଳା ସାର୍ଟ, ଏକ ଧୂସର ରଙ୍ଗର ବ୍ଲେଜର ପିନ୍ଧି ଏକ ନୀଳ କାରରୁ ଓହ୍ଲାଇଲେ। ତାଙ୍କ ସହିତ ଜଣେ ଗାର୍ଡ, ଜଣେ ଡ୍ରାଇଭର ମଧ୍ୟ ଥିଲେ।
ଏବଂ ତାଙ୍କ ପଛରେ ଜାହ୍ନବୀ ନିଜେ ଠିଆ ହୋଇଥିଲା। ସେ କୌଣସି ରାଣୀଠାରୁ କମ୍ ଦେଖାଯାଉନଥିଲା। ଜାହ୍ନବୀର ମାମୁଁ ଓ ମାଇଁ ଆଶ୍ଚର୍ଯ୍ୟ ହୋଇଗଲେ। ଗାଁ ସାରା ଲୋକ ରୁଣ୍ଡ ହୋଇଗଲେ। ଚିରାଗ ସମସ୍ତଙ୍କୁ କହିଲା, ମୁଁ ସେଇ ଭିକାରୀ ଯାହାକୁ ଆପଣମାନେ ସମସ୍ତେ ଘୃଣା କରୁଥିଲେ, ହେଲେ ଜାହ୍ନବୀ ଆପଣେଇ ନେଇଥିଲା ବିନା ପ୍ରଶ୍ନରେ, ବିନା କୌଣସି ସର୍ତ୍ତରେ। ଜାହ୍ନବୀର ମାମୁଁ କହିଲେ, ଏ କ'ଣ ହେଉଛି ସବୁ? ଚିରାଗ କହିଲା, ମୁଁ ଚିରାଗ ମାଲହୋତ୍ରା, ମାଲହୋତ୍ରା ଡିଜିଟାଲ ସେନ୍ସରର ମାଲିକ। ଗତ 2 ବର୍ଷ ଧରି ମୁଁ ମୋର ପରିଚୟ ଲୁଚାଇ ଏଇ ଜାଗାରେ ଭିକାରୀ ବେଶରେ ରହୁଥିଲି। ମୁଁ ଜାଣିବାକୁ ଚାହୁଁଥିଲି ଯେ ମୋ ପରିଚୟ ଓ ମୋ ଧନ ସମ୍ପତ୍ତି ବିନା ମୋତେ କିଏ ନିଜର କରିପାରିବ। ଗାଁ ଲୋକ ଆଶ୍ଚର୍ଯ୍ୟ ହେଇଗଲେ। ଯେଉଁମାନେ ଜାହ୍ନବୀକୁ ଗାଳି ଦେଉଥିଲେ ସେମାନେ ଏବେ ଚୁପଚାପ ଠିଆ ହୋଇ ଦେଖୁଥିଲେ। ଜାହ୍ନବୀ ପୂଜାକୁ କହିଲା, ଦିଦି, ମୋର ଆଗରୁ ଯେମିତି ଦୁଃଖ ଥିଲା ଏବେ ଠିକ୍ ସେମିତି ଦୁଃଖ ତୋର। ମାଇଁ କାନ୍ଦିକି କହିଲେ, ମା ଜାହ୍ନବୀ, ମୋର ଭୁଲ ହେଇଯାଇଛି, ଦୟାକରି ମୋତେ କ୍ଷମା କରିଦେ। ଜାହ୍ନବୀ କହିଲା, ମାଇଁ, ମୁଁ ତୁମ ଉପରେ ରାଗି ନାହିଁ, କିନ୍ତୁ ତୁମେ ମୋତେ ଯେଉଁ ଯନ୍ତ୍ରଣା ଦେଇଛ ତାହା ମୋତେ ଏକ ଶିକ୍ଷା ଦେଇଛି ଯେ ପ୍ରତ୍ୟେକ ବ୍ୟକ୍ତିଙ୍କର କିଛି ନା କିଛି ମୂଲ୍ୟ ଅଛି। ତାପରେ ଚିରାଗ କହିଲା, ମୋ ନିଷ୍ପତ୍ତି କେବଳ ଏକ ପରୀକ୍ଷା ନଥିଲା, ଏହା ପ୍ରକୃତ ପ୍ରେମ ଓ ସମ୍ପର୍କର ସନ୍ଧାନ ଥିଲା ଯେଉଁଟା ଜାହ୍ନବୀ ମୋତେ ଦେଇଛି। ଆଜି ମୋର ଯାହା ଅଛି ସେଥିରେ ସବୁଠାରୁ ଅଧିକାର ଜାହ୍ନବୀର ଅଛି, କାରଣ ମୋ ପାଖରେ ଯେତେବେଳେ କିଛି ନଥିଲା ସେ ସମୟରେ ସେ ମୋତେ ନିଜର କରିଛି। ଗାଁ ଲୋକମାନେ ଏବେ ଲଜ୍ଜାରେ ମୁଣ୍ଡ ନୁଆଁଇ ଠିଆ ହୋଇଥିଲେ। ଯେଉଁମାନେ କହୁଥିଲେ ଯେ ଏଇ ଝିଅଟି କେବେ କିଛି କରିପାରିବ ନାହିଁ, ଆଜି ସେମାନେ ଦେଖିଲେ ଯେ ସେ ଜଣେ ଏମିତି ମଣିଷର ସ୍ତ୍ରୀ ଯାହାଙ୍କ ପାଖରେ ସବୁ କିଛି ଅଛି। ଜାହ୍ନବୀର ମାମୁଁ ମଧ୍ୟ ତାକୁ କହିଥିଲେ, ସେ କୌଣସି ଭିକାରୀ ହେବାର ଯୋଗ୍ୟ ମଧ୍ୟ ନୁହଁ, ହେଲେ ଆଜି ସେ ଜଣେ କୋଟିପତିର ସ୍ତ୍ରୀ। ଜାହ୍ନବୀ ଶେଷରେ ସମସ୍ତଙ୍କୁ କହିଲା ଯେ ମୁଁ ଯାହା ଜାଣିଲି ଯେ ଜଣେ ମଣିଷର ପ୍ରକୃତ ପରିଚୟ ତା ଧନ ସମ୍ପତ୍ତି ଦ୍ୱାରା ନୁହେଁ, ବରଂ ତା ହୃଦୟ ଦ୍ୱାରା ଚିହ୍ନାଯାଏ। ମୁଁ ଯେତେବେଳେ ଚିରାଗକୁ ଭିକାରୀ ବୋଲି ଭାବୁଥିଲି ସେ ମୋତେ କେବେ ବି ଛୋଟ ଭାବୁନଥିଲେ। ଆଜି ଯଦିଓ ସେ ଜଣେ କୋଟିପତି, ତଥାପି ମୋ ନଜରରେ ସେ ମୋତେ ସମ୍ମାନ କରୁଥିବା ସେହି ବ୍ୟକ୍ତି। ଚିରାଗ ଜାହ୍ନବୀର ହାତ ଧରି କହିଲା, ମୁଁ ତ ଏଇଟା ହିଁ ଶିଖେଇବାକୁ ଚାହୁଁଥିଲି, କେବଳ ଜାହ୍ନବୀ ନୁହେଁ ବରଂ ପୂରା ସମାଜକୁ। ଚିରାଗ ଗାଁ ଲୋକଙ୍କ ଆଡ଼କୁ ଚାହିଁ କହିଲା, ତମେମାନେ ସମସ୍ତେ ଜାହ୍ନବୀକୁ ଖରାପ ନଜରରେ ଦେଖୁଥିଲ, କାରଣ ସେ ଜଣେ ଅନାଥ ଥିଲା, ଆଉ ମୋତେ ଏଥିପାଇଁ ଦୁର୍ବଳ ଭାବୁଥିଲ କାରଣ ମୁଁ ଜଣେ ଭିକାରୀ ଥିଲି। କିନ୍ତୁ ସତଟା ଏହା ଯେ ପ୍ରତ୍ୟେକ ମଣିଷ ପାଖରେ କିଛି ନା କିଛି ବିଶେଷ ଗୁଣ ଥାଏ। ଏହାକୁ ଦେଖିବା ପାଇଁ କେବଳ ଆଖି ଦରକାର। ଜାହ୍ନବୀର ମାମୁଁ ଝିଅ ପୂଜା ସେଠି ଚୁପଚାପ ଛିଡ଼ା ହୋଇଥିଲା ଓ ଆଗକୁ ଆସି କହିଲା, ଜାହ୍ନବୀ, ମୁଁ ତତେ ସବୁବେଳେ ମୋ ଭଉଣୀ ବୋଲି ମାନିଛି, ହେଲେ ଧନ ସମ୍ପତ୍ତି ମୋହରେ ମୁଁ ଭୁଲି ଯାଇଥିଲି ଯେ ତୁ କେତେ ଭଲ। ମୋତେ କ୍ଷମା କରିଦେ ଜାହ୍ନବୀ। ଜାହ୍ନବୀ ପୂଜାକୁ କୁଣ୍ଢାଇ ପକାଇଲା। ତାପରେ ଚିରାଗ କହିଲା, ମୁଁ ଏ ଗାଁରେ ଏକ ସ୍କୁଲ ତିଆରି କରିବି ଓ ଏକ ହସ୍ପିଟାଲ ମଧ୍ୟ, କିନ୍ତୁ ଗୋଟିଏ ସର୍ତ୍ତ ମୋର। ଏ ଗାଁରେ କୌଣସି ପିଲା, ସେ ଝିଅ ହେଉ ଅବା ପୁଅ, ସମସ୍ତଙ୍କୁ ସମାନ ସୁଯୋଗ ମିଳିବ। ଜାହ୍ନବୀର ମାମୁଁ, ଯିଏ ଏ ପର୍ଯ୍ୟନ୍ତ ମୁଣ୍ଡ ନୁଆଁଇ ଛିଡ଼ା ହୋଇଥିଲେ, ସେ ଆଗକୁ ଆସି କହିଲେ, ମା ଜାହ୍ନବୀ, ମୋର ବହୁତ ବଡ଼ ଭୁଲ ହୋଇଯାଇଛି। ମୁଁ ତତେ କେବେ ବି ସେହି ସମ୍ମାନ ଦେଇନି ଯେଉଁଟା ତୋର ପ୍ରାପ୍ୟ। ଜାହ୍ନବୀ କହିଲା, ମାମୁଁ, ଯାହା ହୋଇଯାଇଛି ହୋଇଯାଇଛି, କିନ୍ତୁ ମନେ ରଖ ଆଗକୁ ଆଉ କେବେ କୌଣସି ଝିଅକୁ ଦୁର୍ବଳ ଭାବିବନି କିମ୍ବା କୌଣସି ମଣିଷକୁ ତାହାର ପରିସ୍ଥିତି ଦେଖି ପରିହାସ କରିବନି। 3 ମାସ ପରେ ଗାଁରେ ବଡ଼ ଧୁମଧାମରେ ଜାହ୍ନବୀ ଓ ଚିରାଗର ବିବାହ ହେଲା। ପୂରା ଗାଁ ଏକାଠି ହୋଇଥିଲା, କିନ୍ତୁ ସମସ୍ତଙ୍କ ମୁହଁରେ ଲଜ୍ଜା ଭରି ଯାଇଥିଲା। ସେଠି ଚିରାଗ ସମସ୍ତଙ୍କ ସାମ୍ନାରେ କହିଲା, ମୁଁ 2 ବର୍ଷ ପୂର୍ବେ ମୋ ପରିଚୟ ଲୁଚାଇ ରଖିଥିଲି, କାରଣ ମୁଁ ଭୟ କରୁଥିଲି ଯେ କେହି ମୋତେ କେବଳ ମୋ ଧନ ସମ୍ପତ୍ତି ପାଇଁ ଭଲ ନ ପାଉ ବୋଲି। କିନ୍ତୁ ଜାହ୍ନବୀ ମୋତେ ଶିଖେଇ ଦେଲା ଯେ ପ୍ରକୃତ ଭଲ ପାଇବା ବିନା କୌଣସି ସର୍ତ୍ତରେ ହୋଇଥାଏ। ଜାହ୍ନବୀ କେବଳ ଜଣେ ଅନାଥ ନଥିଲା, ସେ ଜଣେ ଶକ୍ତିଶାଳୀ ମହିଳା ହୋଇଯାଇଥିଲା ଯିଏ ନିଜର ମୂଲ୍ୟ ବୁଝି ସାରିଥିଲା।
ନବବିବାହିତା ବଧୂ ଜାହ୍ନବୀ ତା ସ୍ୱାମୀକୁ କହିଲା, ଚିରାଗ, ତୁମର ଧନ ସମ୍ପତ୍ତି ପାଇଁ ମୁଁ ଖୁସି ନୁହେଁ, ତୁମର ମଣିଷ ପଣିଆ ମୋତେ ଖୁସି କରିଛି। ଜାହ୍ନବୀର କଥା ଶୁଣି ଚିରାଗ ହସିଦେଲା। ଏହି କାହାଣୀ ଦ୍ୱାରା ଆମେ ଶିଖିଲେ ଯେ ପ୍ରତ୍ୟେକ ବ୍ୟକ୍ତି ସୁଯୋଗ ପାଇବାକୁ ଯୋଗ୍ୟ ଏବଂ ପ୍ରତ୍ୟେକ ବ୍ୟକ୍ତି ଭିତରେ କିଛି ନା କିଛି ବିଶେଷ ଗୁଣ ଥାଏ। ଗାଁ ଲୋକମାନେ ଆଜି ମଧ୍ୟ ଯେତେବେଳେ ସେ ସ୍କୁଲ ଓ ହସ୍ପିଟାଲକୁ ଦେଖନ୍ତି, ସେମାନେ ମନେ ପକାନ୍ତି ଯେ କିପରି ତାଙ୍କର ଭୁଲ ଚିନ୍ତାଧାରା ଏକ ଭଲ ଝିଅ ଜୀବନକୁ ନଷ୍ଟ କରିଦେଇଥିଲା ଏବଂ ସେଇ ଝିଅଟି ତାଙ୍କୁ ସତ୍ୟର ପାଠ କିପରି ଶିଖେଇଥିଲା। ଜାହ୍ନବୀ ଏବଂ ଚିରାଗ ଏବେ ବି ସେଇ ଗାଁରେ ରହୁଥିଲେ, ହେଲେ ସେମାନେ ଧନ ସମ୍ପତ୍ତିର ରୋବାବ ଦେଖାନ୍ତି ନାହିଁ, କିନ୍ତୁ ସେମାନେ ଗରିବ ଲୋକଙ୍କୁ ସାହାଯ୍ୟ କରନ୍ତି, କାରଣ ସେମାନେ ଶିଖିଛନ୍ତି ଯେ ପ୍ରକୃତ ଖୁସି ଦେଖାଣିଆରେ ନୁହେଁ, ବାଣ୍ଟିବାରେ ହୋଇଥାଏ। ସାଙ୍ଗମାନେ, ମୋର ଏଇ ଛୋଟ କାହାଣୀଟି ଯଦି ଆପଣମାନଙ୍କୁ ଭଲ ଲାଗିଥିବ, ଦୟାକରି ମୋର ଚ୍ୟାନେଲଟିକୁ ସବସ୍କ୍ରାଇବ କରିଦେବେ। ରହୁଛି, ନମସ୍କାର, ଜୟ ଜଗନ୍ନାଥ।